ଶ୍ରୀ ଅରବିନ୍ଦ ଶରଣ ମମ। ଆଜିର ଏହି ଅନଲାଇନ ପାଠଚକ୍ରରେ ଯୋଗଦାନ କରୁଥିବା ସମସ୍ତ ମାତୃପ୍ରେମୀ ଉପାଭାଇଙ୍କୁ ସାଦର ସପ୍ରେମ ନମସ୍କାର, ପୁନଃ ସ୍ୱାଗତ। ଆଜିର ପବିତ୍ର ଦିବସରେ ଆମେ ସମସ୍ତେ ଏକତ୍ରିତ ହୋଇଛନ୍ତି ମାଙ୍କ କୃପାରୁ। ଆଜିର ଦିବସଟି ପ୍ରକୃତରେ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ଏବଂ ଆମ ସମସ୍ତଙ୍କ ପାଇଁ ଏଇଟା ହେଉଛି ଗୋଟେ କୃତଜ୍ଞତାର ଦିବସ। ଯେଉଁ କୃତଜ୍ଞତା ଶ୍ରୀମା ନିବେଦନ କରିଥିଲେ ପରମ ପ୍ରଭୁଙ୍କୁ ତାଙ୍କର ମହାପ୍ରାଣ ବା ସ୍ଥୂଳ ଶରୀର ତ୍ୟାଗ ସମୟରେ, ଯାହା ପ୍ରଭୁଙ୍କର ସମାଧି ପୀଠରେ ଲିଖିତ ଥାଏ, ଆମେ ସମସ୍ତେ ପଢିବୁ। ଯେ ହେ ପ୍ରଭୁ, ତୁମେ ଯିଏକି ଆମ ସମସ୍ତଙ୍କର ସ୍ୱାମୀ ପ୍ରଭୁ, ସ୍ଥୂଳ ଆବରଣ ଧରି ଏ ପୃଥିବୀରେ ଆମ ସମସ୍ତଙ୍କର ଉଦ୍ଧାର ନିମନ୍ତେ ଏତେ କଷ୍ଟ କରିଛ, ସାଧନା କରିଛ। ଗୋଟେ ମୁହୂର୍ତ୍ତକ ପାଇଁ ଆମେ ଯେମିତି ଭୁଲ ନ ଯାଉ, ତୁମ ନିକଟରେ ଆମେ କେତେ ଋଣୀ। କୃତଜ୍ଞତାର ଏହି ପ୍ରାର୍ଥନାଟି ଆମ ସମସ୍ତଙ୍କ ପ୍ରତି ପ୍ରଯୁଜ୍ୟ ଏବଂ ଏହି କୃତଜ୍ଞତାର ପ୍ରାର୍ଥନାଟି ଆମେ ମାଙ୍କୁ ମଧ୍ୟ ଜଣାଇବା। ପ୍ରକୃତରେ ତ ମା ଶ୍ରୀ ଅରବିନ୍ଦ ଦୁଇ ଜଣ ନୁହନ୍ତି, ସେମାନେ ଦ୍ୱୈତ ତତ୍ତ୍ୱ ନୁହନ୍ତି, ସେମାନେ ଏକ ତତ୍ତ୍ୱ। କେବଳ ସ୍ଥୂଳ ଶରୀରରେ ଦୁଇଟି ଭିନ୍ନ ସତ୍ତା ବୋଲି ଆମକୁ ଦେଖାଯାଉଥିଲେ। ପ୍ରକୃତରେ ସେମାନେ ଏକ ଚେତନାଗତ ଦୃଷ୍ଟିରୁ। ତେଣୁ ମାଙ୍କୁ ଆମେ ସେଭଳି ଭାବରେ ଗଭୀର, ନିବିଡ଼, ନିରନ୍ତର କୃତଜ୍ଞତା ଜଣାଇବା। ଆଜିର ଦିନଟି ସେଥିପାଇଁ ସ୍ମରଣୀୟ ଯେ ଆମ ସମସ୍ତଙ୍କ ପ୍ରତି ଅସୀମ କୃପା ପରବଶ ହୋଇ ମା ସ୍ଥୂଳ ଶରୀର ତ୍ୟାଗ କରିଛନ୍ତି। ଯେପରିକି ସେ ସୂକ୍ଷ୍ମ ଶରୀରରେ ରହି ଆମ ସମସ୍ତଙ୍କର ଚେତନା ଭିତରେ ପ୍ରବେଶ କରି ଆମ ସମସ୍ତଙ୍କୁ ଅଧିକରୁ ଅଧିକ ଗ୍ରହଣଶୀଳ କରାଇବେ ତାଙ୍କରି କୃପା ପ୍ରତି, ଗ୍ରହଣଶୀଳ କରାଇବେ ଅତି ମାନସ ଦିବ୍ୟ ଶକ୍ତିର କ୍ରିୟା ପ୍ରତି, ଯଦ୍ୱାରା କି ସେ ମହାନ ଓ ଦୁରୂହ କାର୍ଯ୍ୟ ଏହି ପାର୍ଥିବ ଚେତନାର ଦିବ୍ୟ ତତ୍ତ୍ୱର ରୂପାନ୍ତର ତାହା ସାଧିତ ହେବ। ଆମ ସମସ୍ତଙ୍କର ଏହି ସାମୂହିକ ପୃଥିବୀର ସାମୂହିକ ଚେତନାର ଅଗ୍ରହଣଶୀଳତା ହିଁ ଶ୍ରୀ ଅରବିନ୍ଦଙ୍କୁ ସ୍ଥୂଳ ଶରୀର ତ୍ୟାଗ କରିବା ପାଇଁ ବାଧ୍ୟ କରିଥିଲା ଏବଂ ସେଇ ଏକା ହିଁ କାରଣ ଶ୍ରୀମାଙ୍କୁ ମଧ୍ୟ ବାଧ୍ୟ କରିଥିଲା ସ୍ଥୂଳ ଶରୀର ବିସର୍ଜନ କରିବା ପାଇଁ। ଯଦିଓ ମା ସ୍ଥୂଳ ଶରୀର ରୂପାନ୍ତର ପାଇଁ ସାଧନା କରୁଥିଲେ ଏବଂ ବାବାଜୀ ମହାରାଜ ଲେଖିଛନ୍ତି ମାଙ୍କର ଶରୀର ମଧ୍ୟ ସେଥିରେ ତାଙ୍କୁ ବହୁତ ସହଯୋଗ କରୁଥିଲା, କିନ୍ତୁ ମା ତ ପୃଥିବୀର ସାମୂହିକ ଶରୀର ପାଇଁ ମନ ପ୍ରାଣ ତ ଟିକେ ଅପେକ୍ଷାକୃତ ଗ୍ରହଣଶୀଳ, କିନ୍ତୁ ଶରୀର ଚେତନା ସବୁଠୁ ଅଗ୍ରହଣଶୀଳ, ସବୁଠୁ ଅଧିକ ଅଚେତନ, ପରିବର୍ତ୍ତନ ବିମୁଖ। ତେଣୁ ପୃଥିବୀର ସାମୂହିକ ବାତାବରଣ ଯେହେତୁ ସେ ଦିବ୍ୟ ଶକ୍ତିର କ୍ରିୟାକୁ ଗ୍ରହଣ କରିପାରିଲା ନାହିଁ, ଏତେ ଶୀଘ୍ର ପ୍ରସ୍ତୁତ ହେଇପାରିଲା ନାହିଁ, ସେଥିପାଇଁ ମାଙ୍କର ସ୍ଥୂଳ ଶରୀରରେ ଦେଖାଗଲା ବାର୍ଦ୍ଧକ୍ୟର ଚିହ୍ନ
ଏବଂ ପ୍ରକୃତିର ନିୟମକୁ ମାନି ପ୍ରକୃତିର ସେ ଦାବିକୁ ମା ସ୍ୱୀକାର କରିନେଲେ ଏବଂ ସ୍ଥୂଳ ଶରୀରଟି ବିସର୍ଜିତ ହେଇଗଲା ପରେ ସୂକ୍ଷ୍ମ ଚେତନାରେ ରହି ମା ସେ କାର୍ଯ୍ୟଟି କରୁଛନ୍ତି, ଯଦ୍ୱାରା କି ଆମେ ଚେତନା ଆମର ଧାରାବାହିକ ଭାବରେ ଆଲୋଚିତ ହେଇଛି। ଆଜି ତାର ଦ୍ୱିତୀୟ ଭାଗ। ଆପଣମାନେ ତ ଜାଣନ୍ତି ଏଇଟା ପ୍ରଭୁଙ୍କର ପତ୍ରାବଳୀରୁ ସଂଗୃହୀତ। ସାଧକ ମାନଙ୍କର ପତ୍ର ପରବର୍ତ୍ତୀ କାଳରେ ତାଙ୍କର ସେକ୍ରେଟାରୀ ଟପିକ ୱାଇଜ ବିଷୟ ବା ଭାଗ ଭାଗ କରିକିରି ସଂକଳିତ କରିଛନ୍ତି। ସାଧକ ମାନଙ୍କର ଯେଉଁ ଜିଜ୍ଞାସା ସେଟା ଉଣାଅଧିକ ଆମ ସମସ୍ତଙ୍କର ଜିଜ୍ଞାସା। ତେଣୁ ଆମମାନଙ୍କର ଜିଜ୍ଞାସାର ସମାଧାନ ହେଇଯାଏ। ଆମେ ମାନେ ଯେଉଁ ସବୁ କରୁଥାଉ ଅଥଚ କାହାକୁ ସେ ସବୁ ଏଇ ପ୍ରଶ୍ନୋତ୍ତର ମାଧ୍ୟମରେ ସମାଧାନ ହେଇଯାଏ। ଯଦିଓ ପ୍ରଶ୍ନ ତଥାପି ଆମେ ଅନୁମାନ କରିପାରିବା ଉତ୍ତରରୁ ପ୍ରଭୁଙ୍କର ବକ୍ତବ୍ୟ ସେଟା ନିଶ୍ଚିତ ଭାବେ ସାର୍ବଜନୀନ, ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ। ତେଣୁ ଯୋଗ ସମ୍ପର୍କରେ, ଜୀବନର ଲକ୍ଷ୍ୟ ସମ୍ପର୍କରେ, ପୂର୍ଣ୍ଣଯୋଗର ଉଦ୍ଦେଶ୍ୟ ସମ୍ପର୍କରେ ଏବଂ କିଭଳି ଅନ୍ୟ ପୁରାତନ ସେ ସମ୍ପର୍କରେ ବିଭିନ୍ନ ଜିଜ୍ଞାସାର ସମାଧାନ ଆମେ ଏଇ ପୁସ୍ତକରୁ ପାଇପାରିବା। ଆମର ସନ୍ଦେହର ସମସ୍ୟାକୁ ଦୂର କରି ଆମର ମାର୍ଗଦର୍ଶନ ରୁଚି ଗୋଟେ ଆଲୋକ ବର୍ତ୍ତିକା ଭଳି। ସେଥିପାଇଁ ପୁସ୍ତିକାଟିର ନାମ ରଖା ହେଇଛି ଯୋଗ ପ୍ରଦୀପ। ଗତ ଅଧିବେଶନରେ ଆମେ ଅଧ୍ୟୟନ କରୁଥିଲେ ଲକ୍ଷ୍ୟ ସମ୍ପର୍କରେ ପ୍ରଭୁଙ୍କର ବାଣୀ, ଦି ଗୋଲ। ପ୍ରଭୁଙ୍କର ଉକ୍ତିରୁ ଆମେ ସ୍ପଷ୍ଟ ହେଲେ ଯେ କୌଣସି ବ୍ୟକ୍ତିଗତ ଲକ୍ଷ୍ୟ ବା ସିଦ୍ଧି ପୂର୍ଣ୍ଣଯୋଗର ଲକ୍ଷ୍ୟ ନୁହେଁ। କାରଣ ପୂର୍ଣ୍ଣ ହେଉଛନ୍ତି କେବଳ ବ୍ରହ୍ମ, ବ୍ରହ୍ମ ହିଁ ପୂର୍ଣ୍ଣ। ତାଙ୍କ ସହିତ ଯୁକ୍ତ ହେବାର ପ୍ରକ୍ରିୟା ହେଉଛି ପୂର୍ଣ୍ଣଯୋଗ। ତେଣୁ ପରମ ପୂର୍ଣ୍ଣତାରୁ କିଛି ବି କମ୍ ଆମର ଲକ୍ଷ୍ୟ ନୁହେଁ। ଏବଂ ସେ ପରମ ପୂର୍ଣ୍ଣତା ଇଚ୍ଛା, ଭଗବାନ ଯେଉଁ ଉଦ୍ଦେଶ୍ୟରେ ସୃଷ୍ଟି ରଚନା କରିଛନ୍ତି, ଏ ସୃଷ୍ଟିର ପ୍ରତ୍ୟେକ କଣିକା ନିବର୍ତ୍ତନରୁ ବିବର୍ତ୍ତନ ଦିଗରେ ଯାତ୍ରା କରୁଛନ୍ତି। ଏଇଟା ସମସ୍ତେ ଜାଣନ୍ତି, ତାକୁ ଆଉ ବୁଝେଇବା, ଇଲାବୋରେଟ୍ କରିବା ଆବଶ୍ୟକ ନାହିଁ। ଯେହେତୁ ଭଗବତ୍ତ ସମସ୍ତଙ୍କର ଲକ୍ଷ୍ୟ, ତେଣୁ ଏଠି କୌଣସି ବ୍ୟକ୍ତିଗତ ସିଦ୍ଧିର ପ୍ରଶ୍ନ ହିଁ ଉଠୁନାହିଁ। ଯାହା ଭଗବାନଙ୍କର ଉଦ୍ଦେଶ୍ୟ, ଯାହା ଭଗବାନଙ୍କର ଲକ୍ଷ୍ୟ, ସେଇଟା ହିଁ ମୋର ଲକ୍ଷ୍ୟ। ତେଣୁ ପୂର୍ଣ୍ଣ ଯୋଗରେ ବ୍ୟକ୍ତିଗତ ସ୍ୱାର୍ଥକେନ୍ଦ୍ରିକ ଅହଙ୍ଗତ ଲକ୍ଷ୍ୟର ସ୍ଥାନ ନାହିଁ।
ମା ସ୍ପଷ୍ଟ କରିଦେଇଛନ୍ତି, ଯଦି ତୁମେ ଉଚ୍ଚାକାଂକ୍ଷା ମହତ୍ୱାକାଂକ୍ଷାକୁ ତ୍ୟାଗ କରିପାରୁନାହ ତାହେଲେ ଏଇ ଯୋଗ ସ୍ପର୍ଶ କରନା। ଜଣେ କେହି ନିଜର ବ୍ୟକ୍ତିଗତ ସ୍ୱାର୍ଥ ସିଦ୍ଧିକୁ ଆଖି ଆଗରେ ରଖି ଯଦି ଯୋଗ ସାଧନା କରେ ତାହେଲେ ସେ ନିଜେ ହିଁ ନିଜର ବିଫଳତାର କାରଣ ହୋଇଥାଏ। କାରଣ ସେ ଅଧା ବାଟରେ ରହିଯାଏ କିମ୍ବା ତାର ବିଭିନ୍ନ ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟାର ପ୍ରଭାବରେ ଆସିକରି ସେ ନିଜର କ୍ଷତି କରି ପକାଏ। କାରଣ ଯାହା କିଛି ଅହଙ୍ଗତ, ଅହଂକେନ୍ଦ୍ରିକ, ସ୍ୱାର୍ଥକେନ୍ଦ୍ରିକ, ତାହା ତାର ପରିଣାମରେ କିଛି ଅସଙ୍ଗତି, କିଛି ଦୁଷ୍କୃତି ନେଇକରି ହିଁ ଆସିବ। ଯୋଉଠି ସ୍ୱାର୍ଥ ରହିଛି, ବ୍ୟକ୍ତିଗତ କାମନା ବାସନା ରହିଛି, ସେଠି ରାକ୍ଷସ ରହିଛନ୍ତି। ଯୋଉଠି ସମର୍ପଣ ରହିଛି, ଦିବ୍ୟ ପ୍ରେମ ରହିଛି, ଭଗବତ କୃପା ରହିଛି, ସେଠି ରହିଛନ୍ତି ଦିବ୍ୟ ବିଭୂତି ବା ଭଗବାନଙ୍କର ପ୍ରତି। ଏଇଟା ଅତି ସରଳ କଥା। ପୂର୍ଣ୍ଣଯୋଗର ସାଧନାରେ ସେଥିପାଇଁ କୌଣସି ନିର୍ଦ୍ଦିଷ୍ଟ ନିୟମ ଶୃଙ୍ଖଳା ଲଦି ଦିଆଯାଏ ନାହିଁ। ପ୍ରମୁଖ ଭାଷାରେ ଦି ସାଧନା ଅଫ ଦିସ୍ yoga does not proceed through any set mental teaching or prescribed a self-consecration is these things. By faith, a spirit can come. ଭାଇ ଟିକେ କଟି କଟି ଯାଉଛି, ନେଟୱାର୍କ ଠିକ ନାହିଁ। समर्पण ଭାଇ କଟି ଯାଉଛି ଟିକେ, ଭାଇ କଟି କଟି ଯାଉଛି, କ୍ଲିୟର ଭଏସ ହଉନି।
क्षमा करेंगे यांत्रिक त्रुटि हेतु जोगाजोग विच्छिन्न होता। तो आम आलोचना करुले कौन सी धराबंधा नीति नियम कौन सी शिक्षा प्रणाली पिलामानंकर पूर्ण जोगरे कहा उपरे आरोप करा जाए ना बोली प्रभु कहले। कारण प्रत्येकंकर चेतनार स्थिति अनुजाई साधनार मार्ग मध्य स्वतंत्र होगा स्वाभाविक। किंतु गोटे जिनस जहाँ समस्त कॉमन सेटा होची एस्पिरेशन एस्पिरेशन एंड सेल्फ कन्सिडरेशन आस्पृहा एवं आत्मोत्सर्गर संकल्प। भगवानकर हाथ रे बा तांकर तत्वावधान रे निजको संपूर्ण रूपे छाड़ीदेवा ये जो संकल्प बा सिद्धांत यहाँ समस्त पक्षर अवश्य करणीय एवं आस्पृहा होची सेटा जहाँकि निरंतर आमर चेतनार सम्मुख रे रहे। आम जो कहू जे पूर्ण जगह किसी आस्पृहा करा जाए किसी प्रत्याख्यान करा जाए किसी समर्पण एमती नुहे प्रकृति रे साधन आस्पृहा किसी करा जाए ना। आम सारा दिन 24 घंटा एवं 24x7 मास सारा वर्ष सारा जहाँ को सब बड़े आमर चेतनार सम्मुख रखी था जोटा आमर उद्देश्य ही था आम सब बड़े से झुंक रे था सेटा होची आमर आस्पृहा एवं भगवान सेटा को पूरण करते। जदि आम चाहूँ जे भगवत्व प्राप्ति बा भगवान होई उठिबा एटा जदि आमर जीवन लक्ष्य ताहा सब बड़े चेतनार सम्मुख रहिबा दरकार एवं जदि भगवान होई उठिबा ताले आगुरु जोटा अछि सेटा खाली करियो पड़िबो। से आगुरु जोटा अछि सेटा होछि व्यक्तिगत लक्ष्य व्यक्तिगत सिद्धि व्यक्तिगत कामना व्यक्तिगत इच्छा ये जो व्यक्तिगत एटा होछि से अहंगर राजत्व। अहंगर राजत्व शेष हेले सेठी दिव्य राजत्व प्रतिष्ठित हो भगवान सेठी राजत्व करिवे। तेणु से कन्सिक्रेशन कथा आसुची जे निजर अहंगत सब इच्छा को विसर्जन करिवा। नॉट मी बट यू नॉट माइन बट दाई विल बी डन लेट दाई विल बी डन। केवल तुमर इच्छा पूर्ण हो और नहीं। आम जो प्राचीन मंत्र पाठ गुड़िक समय मध्य नमो शब्द उच्चारण करू अर्थात मोर नुहे इदम ब्रह्मणे इदम नम अर्थात एटा हूँ ब्रह्मंकर मोर नुहे। पुरातन आध्यात्मिकतार इंगित रही प्रकृत में प्रत्येक धर्म बा धार्मिक क्रिया गुड़िकर मर्मटी हूँ आध्यात्मिकता। आध्यात्मिकता से सृष्टि कालक्रमे विकृत होना कथा। तेणु आस्पृहा आत्मदान आत्मदान संकल्प यहाँ हूँ पूर्ण जगह कमन प्रिंसिपल्स फॉर ऑल समस्त साधारण नियम एवं साधनार दुईटी दिग संपर्क में प्रभु सूचित करते चेतनार यहाँ गोटे मार्ग एवं ऊर्ध्वगमन बा उच्चतर चेतनार आरोहण ये दुईटी जाक चेतनार विकास में दुईटी गुरुत्वपूर्ण पदक्षेप।
କିନ୍ତୁ ଇଣ୍ଟେରିୟରାଇଜେସନ ବା ଇନୱାର୍ଡ ଟର୍ଣ୍ଣିଂ এটা ହଉଛି ପରିଣାମ। ଯେଉଁ ଚେଷ୍ଟାକୁ ସେଟା ହଉଛି ଇନୱାର୍ଡ ଟର୍ଣ୍ଣିଂ। ଆମର ଚେତନାଟି ପ୍ରାୟତଃ ବହିର୍ମୁଖୀ ହେଇକି ରହିଥାଏ। ଆମେ ସବୁବେଳେ ବାହାର ପରିବେଶକୁ ଦେଖୁ, ବାହାର କଥା ଚିନ୍ତା କରୁ। ଆମର ଯେଉଁ କନସେନ୍ଟ୍ରେସନ ବା ସେନ୍ସିଟିଭିଟି ଇଟ୍ ଇଜ ଟର୍ନ ଆଉଟୱାର୍ଡ, ସୋ ଇଟ୍ ଇଜ ନଟ୍ ୱିଦିନ୍ ବଟ୍ ୱିଦାଉଟ୍। ଆମେ ନିଜକୁ ଛାଡି ବା ନିଜ ବାହାରେ ଆମେ ଜଗତକୁ ଦେଖୁ। ସେ ଅଭ୍ୟାସଟା ବଦଳେଇକରି ଆମକୁ ଇନୱାର୍ଡ କରିବାକୁ ପଡିବ। ଆମର ଦୃଷ୍ଟିଟି ଅନ୍ତର୍ମୁଖୀ କରିବାକୁ ପଡିବ ଯେ ଆମେ ନିଜକୁ ଦେଖିବା, ଭିତରକୁ ଦେଖିବା, ଆମ ଭିତରେ କଣ ଚାଲିଛି, ଆମ ଶରୀର ଭିତରେ କଣ ସବୁ ଘଟୁଛି, ଆମ ପ୍ରାଣ ଭିତରେ କଣ ସବୁ ଫୁଟି ଉଠୁଛି, ଆମର କାମନା, ବାସନା, ଆବେଗ ଇତ୍ୟାଦି। ମନ ଭିତରେ କେତେ ସବୁ ଚିନ୍ତା, କଳ୍ପନା, ଧାରଣା, ଅଭିରୁଚି ସବୁ ପ୍ରକାଶିତ ହଉଛି। ଏସବୁକୁ ନିରୀକ୍ଷଣ କରିବା, ନିର୍ଲିପ୍ତ ଭାବ, କୌଣସିଥିରେ ବାନ୍ଧି ହେବା ନାହିଁ ଏବଂ ମାଙ୍କୁ ଜଣେଇବା ବାରମ୍ବାର କିଭଳି ସେଗୁଡିକ ଆମର ସାଧନାର ସହାୟକ ହଉଛନ୍ତି ବା ବାଧା ହଉଛନ୍ତି। ଆମେ ସବୁବେଳେ ଅନ୍ତର୍ଚେତନାର ଗତିବୃତ୍ତିକୁ ନେଇକରି ତାକୁ କେମିତି ମାଙ୍କୁ ନିବେଦନ କରିବା, ସେଇ କାର୍ଯ୍ୟରେ ଆମେ ବ୍ୟସ୍ତ ଥିବା। ଏଇଟା ହିଁ ସାଧନାର ମାର୍ଗ। ତାପରେ opening, self-opening and influence to the divine power above us and its working to the divine presence in the heart and by the rejection of all ଯେଉଁ କରୁଣା ଦିବ୍ୟ ଶକ୍ତି ଏ ସମଗ୍ର ବିଶ୍ୱ ଜଗତକୁ ପରିଚାଳିତ କରୁଛି, ତା ପ୍ରତି ଆମେ ସଚେତନ ରହିବା। ଏବଂ ତା ସହିତ ଆମ ନିଜ ଭିତରେ ଯେଉଁ ଦିବ୍ୟ ଉପସ୍ଥିତି, ସମସ୍ତଙ୍କ ହୃଦୟରେ ଭଗବାନ କରୁଛନ୍ତି ହୃଦ୍ କେନ୍ଦ୍ରରେ। ଏଇଟା ବେଦ ମଧ୍ୟ କହୁଛି, ସମସ୍ତ ଯୋଗୀ ଋଷି ପ୍ରତ୍ୟେକ ଯୁଗରେ କହିଛନ୍ତି, ଶ୍ରୀମା ଶ୍ରୀଅରବିନ୍ଦ ମଧ୍ୟ କହୁଛନ୍ତି। ସେଥିପାଇଁ ଶ୍ରୀମା ହୃଦ୍ କେନ୍ଦ୍ରରେ ଏକାଗ୍ର ହେବା ପାଇଁ ସମସ୍ତଙ୍କୁ ଉପଦେଶ ଦଉଥିଲେ। ଡିଭାଇନ୍ ପ୍ରେଜେନ୍ସ ଇନ୍ ଦ ହାର୍ଟ, ହୃଦ୍ କେନ୍ଦ୍ରରେ ବା ଅନାହତ ଚକ୍ରରେ ଦିବ୍ୟ ଉପସ୍ଥିତି ପ୍ରତି ଆମେ ସଚେତନ ରହିବା। ତା ପାଖରେ ସବୁବେଳେ ଆମର ସବୁ ଅନୁଭୂତି, ଆବେଗ, ପ୍ରବେଗ ଇତ୍ୟାଦିକୁ ଆମେ ସମର୍ପଣ କରିବା। ଏବଂ ସେଇ ସମର୍ପଣ କ୍ରିୟାରେ ଯାହା ସବୁ ବାଧା ସୃଷ୍ଟି କରୁଛି, ଯାହା ମତେ ସମର୍ପଣକୁ ଭୁଲେଇ ଦଉଛି, ମୋର ସଂକଳ୍ପକୁ ଭୁଲେଇ ଦଉଛି, ସେସବୁକୁ ଖୋଜି ଖୋଜିକରି ଆମେ ପ୍ରତ୍ୟାଖ୍ୟାନ କରିବା। କିନ୍ତୁ ସେ ପ୍ରତ୍ୟାଖ୍ୟାନ ମଧ୍ୟ ସମର୍ପଣ ମାଧ୍ୟମ। ଏଇଟା ଗୋଟେ ପୂର୍ଣ୍ଣ ଯୁଗର ବିଶେଷତ୍ୱ ଏବଂ ଅନ୍ୟ ମାର୍ଗ ଠାରୁ ପୂର୍ଣ୍ଣ ଯୁଗଟା ପୃଥକ କରୁଛି। ଏ ପ୍ରତ୍ୟାଖ୍ୟାନ ପ୍ରସଙ୍ଗଟି ପ୍ରାୟତଃ ଆମେ ବୁଝିନଥାନ୍ତି। ପ୍ରତ୍ୟାଖ୍ୟାନ କହିଲେ ନିଜେ ଅଙ୍ଗତ ଭାବରେ ନିଜର ସଂକଳ୍ପକୁ ପ୍ରୟୋଗ କରିକରି ନିଜର କୌଣସି ଅଭ୍ୟାସକୁ ବଦଳାଇ ଦେବା ବା ଗୋଟେ ଚେତନାର ଗୋଟେ ନିର୍ଦ୍ଦିଷ୍ଟ ଗତିବୃତ୍ତିକୁ ସମ୍ପୂର୍ଣ୍ଣ ରୂପେ ମୂଳୋତ୍ପାଟିତ କରିଦେବା, ଏଇଟା ପ୍ରତ୍ୟାଖ୍ୟାନ ନୁହେଁ। ପୂର୍ଣ୍ଣ ଯୁଗର ପ୍ରତ୍ୟାଖ୍ୟାନ ଏଟା ନୁହେଁ।
ଭାଇ ଶୁଭୁ ନାହିଁ କିଛି। ବ୍ୟକ୍ତିଗତ ସଂକଳ୍ପ ଦ୍ୱାରା ଯେଉଁ ପ୍ରତ୍ୟାଖ୍ୟାନ କରାଯାଏ ସେଠି ବ୍ୟକ୍ତିଗତ ସାମର୍ଥ୍ୟର ବିନିଯୋଗ କରାଯାଏ ଏବଂ ସେଇଠି ଆମର ଭୁଲ ହେଇଯାଏ। ସେଟା ହେଇଯାଏ ପୁରାତନ ଯୋଗର ତପସ୍ୟାର ମାର୍ଗ। ବ୍ୟକ୍ତିଗତ ସଂକଳ୍ପ ଦ୍ୱାରା ଅବଶ୍ୟ ଜଣେ କିଛି ନିୟନ୍ତ୍ରଣ ହାସଲ କରିପାରିବ, ନିଜର ଚେତନାକୁ ଶୁଦ୍ଧ କରିପାରିବ, କିନ୍ତୁ ଯେଉଁ ସ୍ତରର ଶୁଦ୍ଧତା ପୂର୍ଣ୍ଣଯୋଗ ଆମଠୁ ଆଶା କରୁଛି ବା ଦାବି କରୁଛି, ଚେତନାର ଅନ୍ତରତମ ପ୍ରଦେଶର ଶୁଦ୍ଧତା ତାହା କୌଣସି ମାନସୀ ସଂକଳ୍ପ କରିପାରିବ ନାହିଁ। ସେଥିପାଇଁ ଦିବ୍ୟ ଶକ୍ତିର ହସ୍ତକ୍ଷେପ ଅନିବାର୍ଯ୍ୟ ଏବଂ ସେଥିପାଇଁ ଏଠି ସମର୍ପଣ ମାର୍ଗକୁ ଚୟନ କରାଯାଇଛି, ବ୍ୟକ୍ତିଗତ ତପସ୍ୟା ବା ପ୍ରଚେଷ୍ଟାର ମାର୍ଗକୁ ନୁହେଁ। ସେଥିପାଇଁ ଏଇ ଯେଉଁ ପ୍ରତ୍ୟାଖ୍ୟାନ, ଉଦାହରଣ ସ୍ୱରୂପ ଜଣଙ୍କ ଭିତରେ କୌଣସି ଗୋଟେ ନିର୍ଦ୍ଦିଷ୍ଟ ରିପୁ ପ୍ରବଳ ହେଉଛି, ଧରନ୍ତୁ ଜିହ୍ବା ଲାଳସା ବା ଖାଦ୍ୟ ଲୋଭ ଜଣଙ୍କ ଭିତରେ ପ୍ରବଳ ହେଲା। ସେ ଯଦି ଦୃଢ ଭାବରେ ବା ମୂଢ ଭାବରେ ସଂକଳ୍ପ କରିବ ଯେ ମୁଁ ଆଉ ଅମୁକ ଜିନିଷ ଖାଇବି ନାହିଁ ବା ଲୋଭ କରିବି ନାହିଁ, ଜିହ୍ବା ଲାଳସା ପ୍ରଶ୍ରୟ ଦେବି ନାହିଁ, ସେ ଦମନ କରିଦେଇପାରେ, କିଛି କାଳ ତାକୁ ଚାପି ଦେଇପାରେ, କିନ୍ତୁ ଦିନେ ହୁଏତ ସେଟା ବିସ୍ଫୋରିତ ହେବ ଏବଂ ତାର ବର୍ଷ ବର୍ଷର ସାଧନା ଗୋଟେ ମୁହୂର୍ତ୍ତରେ ଧ୍ୱଂସ ହେଇଯିବ। ତେଣୁ ଦମନ ନୁହେଁ, ଶୁଦ୍ଧିକରଣ ବା ଟ୍ରାନ୍ସଫର୍ମେସନ, ପ୍ୟୁରିଫିକେସନ ଆଣ୍ଡ ଟ୍ରାନ୍ସଫର୍ମେସନ, ସେଇଟା ଆମର ଲକ୍ଷ୍ୟ। ସେଥିପାଇଁ ଏଠି ନିଜର ସବୁ ଦୋଷ ଦୁର୍ବଳତାକୁ ମାଙ୍କ ପାଖରେ ନିବେଦନ କରାଯାଏ, ଯେପରିକି ସେହି ଶକ୍ତି ତା ଚେତନାର ଅବତରଣ କରି ଆବଶ୍ୟକ ଶୁଦ୍ଧିକରଣ ଏବଂ ରୂପାନ୍ତର ଆବଶ୍ୟକ ଶୁଦ୍ଧିକରଣ କାର୍ଯ୍ୟ କରିବେ। ଏବଂ ଦ୍ୱିତୀୟ କଥା ହେଉଛି ବ୍ୟକ୍ତିଗତ ପ୍ରତ୍ୟାଖ୍ୟାନରେ ବିପଦର ସମ୍ଭାବନା ରହିଥାଏ। ଧରାଯାଉ ଜଣେ ବ୍ୟକ୍ତି ସେଇ ଜିହ୍ବା ଲାଳସାର ଶିକାର ହେଇକରି ସାଧନାରେ ଅଗ୍ରସର କରିପାରୁନାହାନ୍ତି ବୋଲି ତାଙ୍କର ହୃଦବୋଧ ହେଲା। ସେ ସଂକଳ୍ପ କଲେ, ଭଗବାନଙ୍କୁ ଜଣେଇଲେ ଯେ ତାଙ୍କର ସେ ସ୍ୱାଦ ପ୍ରତି ତାଙ୍କର ଯେଉଁ ଆସକ୍ତି ରହିଛି ସେଟା ସମ୍ପୂର୍ଣ୍ଣ ଭାବରେ ବିଲୁପ୍ତ ହେଇଯାଉ। ଏ ପ୍ରସଙ୍ଗରେ ସୁନ୍ଦର ଗୋଟେ ଉପକଥା ଅଛି ପୂଜ୍ୟ ମନୋଜ ଦାସଜୀଙ୍କର। ଥରେ ଜଣେ ବଣିକ ବଣିଜ ସାରି ଫେରୁଥାନ୍ତି, ବାଟରେ ଗୋଟେ ଗଛ ତଳେ ବିଶ୍ରାମ ନେଇଥାନ୍ତି। ସେ ସମୟରେ ହଠାତ୍ ଦଳେ କାଠରେ ଆସି ପହଞ୍ଚିଗଲେ ଗଛକୁ କାଟିବା ପାଇଁ। ଭଦ୍ର ବ୍ୟକ୍ତି ତାଙ୍କୁ ଯେତେବେଳେ ତାଙ୍କ ନିଦ ଭାଙ୍ଗିଗଲା, ସେ ଦେଖିଲେ ମାନେ ଗଛକୁ କାଟିବା ପାଇଁ ଉଦ୍ୟତ ହେଉଛନ୍ତି। ସେ ସେମିତି ତାଙ୍କୁ କଡାକଡି ଭାବରେ ଦେଖିଲେ ଯେ ସେ କାଠୁରିଆ ମାନେ ଛତ୍ରଭଙ୍ଗ ଦେଇକି ପଳାୟନ। ବୃକ୍ଷ ହଉଥାନ୍ତି ଜଣେ ଦେବୀ, ସେ କୃତଜ୍ଞ ହେଲେ, ଭଦ୍ର ବ୍ୟକ୍ତିଙ୍କୁ କହିଲେ ଯାହା ହଉ ମୁଁ ଏଠି ବାସ କରୁଥିଲି, ଆଉ ତୁମ ଦୟାରୁ ଏ ଗଛଟି ବଞ୍ଚିଗଲା, ମତେ ବାସଚ୍ୟୁତ ହଉ ପଡିଲା ନାହିଁ। ତୁମେ କଣ ବର ମାଗୁଛ ମାଗ, କିମ୍ବା ପରେ ମାଗିପାର, 3ଟି ବର ମୁଁ ତୁମକୁ ପ୍ରଦାନ କରିବି ଏବଂ ଏଇ ବୃକ୍ଷର ଏଇ ଫଳଟି ନିଅ, ଫଳଟି ଧରି ତୁମେ ଯାହା 3ଟି ବର ପ୍ରାର୍ଥନା କରିବ ତାହା ପୂର୍ଣ୍ଣ ହେବ। ବଣିକ ଖୁସିରେ ଫଳ ଧରିକରି ଘରକୁ ଫେରିଲେ ଏବଂ ଘରେ ସେ ଗୋଟେ ମାଗିବାକୁ ଯାଉଛନ୍ତି, ଗୋଟେ ଦୁର୍ବୁଦ୍ଧି ତାଙ୍କ ମୁଣ୍ଡକୁ ଜୁଟିଲା। ସେ ନିର୍ଣ୍ଣୟ କଲେ ଯେ ତାଙ୍କ ସ୍ତ୍ରୀଙ୍କୁ ପଚାରିକରି
ବରଟି ମାଗିବେ। ଏବଂ ଯେତେବେଳେ ସେ କହିଲେ ତାଙ୍କ ସ୍ତ୍ରୀଙ୍କୁ ଏବଂ ପ୍ରସ୍ତାବ ଦେଲେ ଯେ ଆମେ ପ୍ରଥମେ ଜ୍ଞାନ ମାଗିବା, ତାଙ୍କ ସ୍ତ୍ରୀ ତାଙ୍କୁ ପରାମର୍ଶ ଦେଲେ ଯେ ମୂର୍ଖଙ୍କ ଭଳି କାହିଁ କହୁଛ, ଜ୍ଞାନ ତମର ବହୁତ ହେଇଗଲାଣି, ଆଉ ଦରକାର ନାହିଁ, ବରଂ ତୁମେ ମାଗ ଯେ ମୋର ଏ ନାକଟା କେମିତି ଗୋଟେ ସୁନ୍ଦର ହେଇଯିବ, ତୁମର ନାକ ବି ଏତେ ଭଲ ନୁହେଁ। ନାକର ସୌନ୍ଦର୍ଯ୍ୟ, ଶାସ୍ତ୍ର କହୁଛି ନାକର ସୌନ୍ଦର୍ଯ୍ୟ ଯଦି ଅଛି ତାହେଲେ ବ୍ୟକ୍ତି ସୁନ୍ଦର ଦେଖାଯିବ। ତେଣୁ ସୁନ୍ଦର ନାକ ଆମକୁ ପ୍ରାପ୍ତ ହଉ, ଏଇ ବର ମାଗିବା। ଭଦ୍ରକ ଦେଖିଲେ ପତ୍ନୀକୁ ବୁଝେଇକି ଲାଭ ନାହିଁ, ତେଣୁ ସେ ବାଧ୍ୟ ହେଇକରି କହିଲେ ଆମକୁ ସୁନ୍ଦର ନାକ ଗୁଡିକ ପ୍ରାପ୍ତ ହଉ। ପରିଣାମରେ ଯାହା ହେଲା, ସର୍ପାଙ୍ଗରେ ନାକ ଫଳିଗଲା, ଗାଲରେ ନାକ, ବେକରେ ନାକ, ହାତ ଗୋଡ ସବୁଆଡେ। ବିକଳ ହେଇକିରି ପରବର୍ତ୍ତୀ ବରଷ ମାନେ ମାଗିଲେ ଯେ ଆମର ନାକ ଗୁଡିକ ଦରକାର ନାହିଁ, ଚାଲିଯାଉ ଆମର ନାକ। ପର ମୁହୂର୍ତ୍ତରେ ଦେଖାଗଲା ସବୁ ନାକ ଉଭେଇ ଗଲା, ଏପରିକି ତାଙ୍କର ମୂଳ ନାକଟି ସମେତ। ନାକ ସ୍ଥାନରେ ରହିଛି 2ଟି ଗର୍ତ୍ତ। ଅବଶିଷ୍ଟ ଗୋଟିଏ ବର ବାକି। ତେଣୁ ଯାହା ସେମାନେ ମାଗିଥିବେ ସହଜରେ ଅନୁମାନ କରାଯାଇପାରେ। ତେଣୁ 3ଟି ବର ପ୍ରାପ୍ତ ହେବା ସତ୍ତ୍ୱେ ତାଙ୍କର ପରିଣାମରେ ଯାହା ମିଳିଲା ଷ୍ଟାଟସ୍ କୋ, ମାନେ ଯାହା ଥିଲା ସେଇ ପୂର୍ବାବସ୍ଥା, କିଛି ପ୍ରଗତି ହେଲା ନାହିଁ। ଉପକଥାର ତାତ୍ପର୍ଯ୍ୟ ହେଉଛି ବ୍ୟକ୍ତିର ଚେତନା ପରିବର୍ତ୍ତନ ନ ହେବା ପର୍ଯ୍ୟନ୍ତ ଦିବ୍ୟ କୃପା ତାର ଯଥାର୍ଥ ଉପକାର କରିପାରେ ନାହିଁ। ଦିବ୍ୟ କୃପା ବା ବିଭୂତି ସାଧକର ଚେତନାରେ ରୂପାନ୍ତର ଆଣିଦେଇପାରେ ନାହିଁ। ରୂପାନ୍ତର ଆଣେ ତାର ବ୍ୟକ୍ତିଗତ ପ୍ରଚେଷ୍ଟା ବା ସମର୍ପଣର ସଂକଳ୍ପ। ସେଥିପାଇଁ ପୂର୍ଣ୍ଣଯୋଗର ପ୍ରତ୍ୟାଖ୍ୟାନରେ ଅହଙ୍ଗତ ପ୍ରତ୍ୟାଖ୍ୟାନକୁ ନିଷେଧ କରାଯାଏ, କାରଣ ସେଇଠି ବ୍ୟକ୍ତି ନିଜସ୍ୱ ଧାରାରେ ତାର ବୁଦ୍ଧି ଖଟେଇକରି ଯଦି କିଛି ଏମିତି ପ୍ରତ୍ୟାଖ୍ୟାନ କରିଦେବ ଯାହା ପରବର୍ତ୍ତୀ କାଳରେ ତାର ଚେତନା ପାଇଁ ହାନିକାରକ ହେଇପାରେ। ଯେମିତି ସେଇ ଦମ୍ପତି, ବଣିକ ଦମ୍ପତିଙ୍କର ଅବସ୍ଥା ହେଲା, ସେମାନେ ଯେଉଁ ଏକ୍ସଟ୍ରା ନାକ ଗୁଡିକ ସମେତ ମୂଳ ନାକଟିକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଦେଲେ। ସେମିତି ଜଣେ ଯଦି ଏଇଟା ହେଇଛି ପ୍ରତ୍ୟକ୍ଷ ଘଟଣା ମଧ୍ୟ, ମୁଁ ନାମ କହିପାରିବି ନାହିଁ, କିନ୍ତୁ ମୁଁ ପ୍ରତ୍ୟକ୍ଷଦର୍ଶୀ ଅନେକ ସାଧକଙ୍କର ଏଭଳି ପ୍ରତ୍ୟାଖ୍ୟାନରେ ତାଙ୍କର ସ୍ୱାଦବୋଧଟି ସମ୍ପୂର୍ଣ୍ଣ ରୂପେ ବିଲୁପ୍ତ ହେଇଗଲା। ତାହେଲେ ସ୍ୱାଦବୋଧ ନ ରହିଲେ ଜଣେ ମିଠା ପିତା ଭିତରେ ବି ପାର୍ଥକ୍ୟ ବାହାରିପାରିବ ନାହିଁ। ତାହେଲେ ସେ ସାମର୍ଥ୍ୟଟି ଭଗବାନ କାହିଁକି ଦେଇଛନ୍ତି ଆମକୁ? ଯେତେବେଳେ ଆଦିମ ମଣିଷର ଏଇ ସାମର୍ଥ୍ୟଟି ଥିଲା, ଏଇ ସାମର୍ଥ୍ୟ ହିଁ ତାକୁ ରକ୍ଷା କରୁଥିଲା ବିଷାକ୍ତ ଖାଦ୍ୟ ଏବଂ ଗ୍ରହଣୀୟ ଖାଦ୍ୟ ଭିତରେ ପାର୍ଥକ୍ୟ ଜାଣିବା ପାଇଁ। ତେଣୁ ଯେଉଁ ସାମର୍ଥ୍ୟଟି ଆମକୁ ଭଗବାନ ଦେଇଛନ୍ତି ଗୋଟେ ବିଶେଷ ଉଦ୍ଦେଶ୍ୟରେ, ଜୀବନ ବଞ୍ଚିବାର ଆବଶ୍ୟକତା ପାଇଁ, ତାକୁ ବିଲୁପ୍ତ କରିଦେବାର ଅଧିକାର ଆମର ଅଛି କି? ଯେହେତୁ ଆମେ ଅଜ୍ଞାନ, ଯେହେତୁ ଆମେ ମୂର୍ଖ, ତେଣୁ ବ୍ୟକ୍ତିଗତ ନିର୍ଣ୍ଣୟ ନେବାର ଅଧିକାର ଆମର ନାହିଁ। ସେଥିପାଇଁ ଆମେ ମାଙ୍କୁ ଜଣେଇବା, ଭଗବାନଙ୍କୁ ଜଣେଇବା
ଯେ ଅମୁକ ଅସୁବିଧାଟି ମତେ କଷ୍ଟ ଦଉଛି ବା ମୋ ପାଇଁ ବାଧା ସୃଷ୍ଟି କରୁଛି ବୋଲି ମତେ ଲାଗୁଛି, କିନ୍ତୁ ୟାକୁ ନେଇ ତୁମେ ଯାହା କରିବା କଥା କର। କାରଣ ସେସବୁ ପ୍ରକୃତରେ ତାଙ୍କର ହିଁ ଦାନ। ଆମେ କହୁଛୁ ଆମ ପାଇଁ ଅସୁବିଧା ବା ମନ୍ଦ ବୋଲି, କିନ୍ତୁ ଭଗବାନଙ୍କ ଦୃଷ୍ଟିରେ କିଛି ବି ମନ୍ଦ ନାହିଁ, କିଛି ଭଲ ନାହିଁ। ସବୁ ତାଙ୍କର ହିଁ ସୃଷ୍ଟି, ତାଙ୍କର ହିଁ ବିଭିନ୍ନ ଅବସ୍ଥା, ବିଭିନ୍ନ ରୂପ, ବିଭିନ୍ନ ପ୍ରକାଶ। ତେଣୁ ତାକୁ ନେଇକରି କେମିତି ଡିଲ୍ କରିବା କଥା ବା ତାକୁ କେଉଁ ଅବସ୍ଥାରେ, କେଉଁ ରୂପାନ୍ତରିତ ଅବସ୍ଥାରେ ଆମକୁ ପ୍ରଦାନ କରିବା କଥା, ସେଟା ସିଏ ହିଁ ଭଲ ଭାବରେ ଜାଣନ୍ତି। ଆମର କର୍ତ୍ତବ୍ୟ ହେଉଛି ତାଙ୍କୁ ଜଣାଇବା। ତେଣୁ ପୂର୍ଣ୍ଣ ଯୋଗରେ ଯେଉଁ ରିଜେକ୍ସନ ବା ପ୍ରତ୍ୟାଖ୍ୟାନ, ତାହା ମଧ୍ୟ ସମର୍ପଣ ମାଧ୍ୟମରେ ହିଁ କରାଯାଏ। ତେଣୁ ସମର୍ପଣଟି ପୂର୍ଣ୍ଣ ଯୋଗରେ ପ୍ରକ୍ରିୟା, ସେଣ୍ଟ୍ରାଲ କି। ଏବଂ ଏହି ପ୍ରକ୍ରିୟା ଦ୍ୱାରା, ଏହି ଅଭ୍ୟାସ ଦ୍ୱାରା ଧୀରେ ଧୀରେ ଆମର ଓପନିଂ ବା ସେ ଦିବ୍ୟ ଶକ୍ତି ପ୍ରତି ଯେଉଁ ଉନ୍ମିଳନ ଭାବ, ଏଇଟା ଧୀରେ ଧୀରେ ବିକଶିତ ହେବ ବୋଲି ଶ୍ରୀ ଅରବିନ୍ଦ କହୁଛନ୍ତି। ତେଣୁ ଲକ୍ଷ୍ୟ ସହିତ, ସାଧନାର ମାର୍ଗଟି ସହିତ ଆମକୁ ପରିଚିତ କରୁଛନ୍ତି ପ୍ରଭୁ। ଆସ୍ପୃହା ପ୍ରତ୍ୟାଖ୍ୟାନ ସମର୍ପଣର ଯଥାର୍ଥ ପ୍ରକ୍ରିୟାଟି ଆମେ ଯଦି ବୁଝିବା ଏବଂ ସେ ଅନୁସାରେ ଆଚରଣ କରିବା, ତାହେଲେ ପ୍ରଭୁଙ୍କ ପ୍ରଦର୍ଶିତ ମାର୍ଗରେ ଆମେ ପାଦେ ପାଦେ ଆଗକୁ ଯାଇପାରିବା। ଆଜି ସମୟ ଯଦିଓ ଅଳ୍ପ ସମୟ ବାକି ଅଛି, ତଥାପି ମୁଁ କ୍ଷମା ଚାହୁଁଛି ଟିକେ ପୂର୍ବରୁ ବିଦାୟ ନେବା ପାଇଁ, କାରଣ ଆଉ ଗୋଟିଏ ଅନଲାଇନ କାର୍ଯ୍ୟକ୍ରମରେ ଯୋଗଦାନ କରିବାର ଅଛି। ଆଜି ପାଇଁ ଏହି ପବିତ୍ର ଦିବସରେ ଆମକୁ ସୁଯୋଗ ଦେଇଥିବାରୁ ମାଙ୍କ ପାଖରେ ସମସ୍ତଙ୍କ ତରଫରୁ ବିନମ୍ର କୃତଜ୍ଞତା ଜ୍ଞାପନ କରୁଛି। ସମସ୍ତ ଭାଇଙ୍କୁ ଆନ୍ତରିକ ଧନ୍ୟବାଦ ଏବଂ ସମସ୍ତଙ୍କର ଚେତନାର ଯଥାର୍ଥ ବିକାଶ ନିମନ୍ତେ ମାଙ୍କ ପାଖରେ ପ୍ରାର୍ଥନା କରି ଆଲୋଚନାକୁ ବିରାମ ଦେଉଛି। ବନ୍ଦେ ମାତରମ୍।